ଶିକ୍ଷାଟା ହେଉଛି ସମାଜର ମେରୁଦଣ୍ଡ। ଶିକ୍ଷା ବିନା ମଣିଷ ପଶୁତୁଲ୍ୟ। ଆଉ ଶିକ୍ଷାର ଯେତେ ବିକାଶ ହେବା ସମାଜର ଏତିକି ବିକାଶ ହେବା, ଦେଶର ସେତିକି ବିକାଶ ହେବା। ଏଇଟା ଗୋଟେ ଯୁଗାନ୍ତକାରୀ ପଦକ୍ଷେପ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ। ପୂର୍ବ ସରକାର ବି ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ କରିଥିଲେ, ଯେନ୍ଟାକି ଶିକ୍ଷା ଉପରେ ଆପଣ ଦେଖିଥିବେ 5T ସ୍କୁଲ ଏ ପ୍ରକାର କାର୍ଯ୍ୟକ୍ରମ ମାନେ କୌଣସି ବି ସରକାର ଆସୁ ଯଦି ଶିକ୍ଷା ଉପରେ ଯଦି ଗୁରୁତ୍ୱ ଦେବେ ସେଟା ନିଶ୍ଚିତ ଭାବେ ଆମମାନଙ୍କ ପାଇଁ ଗୋଟେ ମାର୍ଗଦର୍ଶକ ସାଜିବ ଏବଂ ସମାଜର ଉନ୍ନତି ହେବ ବୋଲି ଆମେ ଆଶା ରଖୁ। ଆଉ ଇ ଯାହା ଆରମ୍ଭ ଆଜି ହେଇଛି ତାଙ୍କୁ କେବଳ ଫଳକରେ ନାଇଁ ରଖିକିରି ପ୍ରକୃତ ପକ୍ଷରେ ଯାହା ସରକାର ଚାହୁଁଛନ୍ ଏବଂ ଛାତ୍ରଛାତ୍ରୀକି ଉପକୃତ ଦେବେ ଆମ ସମସ୍ତଙ୍କର ଗୋଟେ କର୍ତ୍ତବ୍ୟ ରହିବାର କଥା। ଆଉ ଯେନ୍ ସ୍ୱପ୍ନଟା ଦେଖିକିରି ଏଇଟା ଆରମ୍ଭ କରାଯାଇଛି ତାକୁ ଆମେ ସାକାର କରବାର ମୂଲ୍ୟବୋଧତା ତଥା ସମସ୍ତଙ୍କର ଦାୟିତ୍ୱବୋଧତା ରହିବ। ସାର୍ କ'ଣ କହିବେ, ଗାଁ ଗାଁରେ ଇଂରାଜୀ ବିଦ୍ୟାଳୟ ମାନେ ଖୋଲାଯାଉଛି ଆଉ ପାଠ ପଢ଼ାରେ ସରକାରୀ ବିଦ୍ୟାଳୟକୁ ପିଲାମାନେ ଆସୁନାହାନ୍ତି, ତାପରେ ସାର୍ କ'ଣ ମତ ରଖିବେ? ଦେଖନ୍ତୁ, ମୁଁ ଯେତେବେଳେ ବିଧାୟକ ନିର୍ବାଚିତ ହେଲା ପରେ ମୁଁ ଗୋଟେ ଟିମ୍ କରିଥିଲି। ପ୍ରତ୍ୟେକ ବିଦ୍ୟାଳୟ ପ୍ରାଥମିକ ବିଦ୍ୟାଳୟଠୁ ଆରମ୍ଭ କରି ହାଇସ୍କୁଲ ପର୍ଯ୍ୟନ୍ତ ଆମେ ଗୋଟେ ବଡ଼ ସର୍ଭେଟେ ନେଇଥିଲୁ ଏବଂ ସେ ସର୍ଭେରେ ଗୋଟେ କଥା ଆମେ ଦେଖବାର୍କେ ପାଇଲୁ ଯେ ପ୍ରତି ସ୍କୁଲରେ ଅବ୍ୟବସ୍ଥ ଅଛି। କେନ୍ ଜାଗାରେ କେନ୍ ସ୍କୁଲରେ ଛାତରୁ ପାଣି ପଡ଼ୁଛି, କେନ୍ ସ୍କୁଲରେ ବାଉଣ୍ଡରୀ ନାଇଁନ, ଇ ପ୍ରକାର ମୁଁ ଜିଲ୍ଲାପାଳ ମହୋଦୟଙ୍କୁ ଲିଖିତ ଭାବରେ ଜଣାଇଥିଲି ଏବଂ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ମୁଁ ଲିଖିତ ଭାବରେ ତାଙ୍କୁ ଚିଠି ମାଧ୍ୟମରେ ଆମେ ଦେଇଥିଲୁ ଏବଂ ବିଗତ ଦିନରେ ଯେଉଁ ଚିଠି DMA ଫଣ୍ଡରେ ଆମେ ଦେଇଥିଲୁ ତାହା କାର୍ଯ୍ୟକାରୀ ହେଇଛି ବୋଲି ମୁଁ ଜିଲ୍ଲାପାଳ ମହୋଦୟକୁ କହୁଥିଲି। ପ୍ରତ୍ୟେକ ବିଦ୍ୟାଳୟର ଯଦି ଇନଫ୍ରାଷ୍ଟ୍ରକ୍ଚର ଠିକ୍ ନଥିବ ଅଭିଭାବକ ଅଭିଭାବିକା ମଧ୍ୟ ବିଦ୍ୟାଳୟକୁ ପାଠ ପଢ଼ାଇବା ପାଇଁ ନିଶ୍ଚିତ ଭାବରେ କୁଣ୍ଠାବୋଧ କରିବେ। ଆଉ ଯଦି ବିଦ୍ୟାଳୟ ଠିକ୍ ଠାକ୍ ରହିବ ତାହେଲେ କାହିଁକି ପାଠ ପଢ଼ାଇବେ ନାହିଁ। ଏବଂ ଯେଉଁ ଇଂରାଜୀ ମାଧ୍ୟମିକ ଶିକ୍ଷାର କଥା ଆପଣମାନେ କହୁଛନ୍ତି, ପ୍ରାଇଭେଟ୍ ସ୍କୁଲର କଥା, ଏଇଟା ତ ମାନେ ଗଣତନ୍ତ୍ର ଦେଶରେ ଏଇଟା କରିପାରିବା, କିନ୍ତୁ ଏହାକୁ ମୁଁ ତ ବିରୋଧ କରିବି ନାହିଁ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏଠାରେ ସମସ୍ତେ ନିଜ ପୁଅ ଝିଅକୁ ପାଠ ପଢ଼ାଇ ପାରିବେ ନାହିଁ। ତେଣୁ ଆମେ ଯେପରି ପ୍ରାଥମିକ ଶିକ୍ଷାକୁ ଯେପରି ସରକାର ଗୁରୁତ୍ୱ ଦେଉଛି ଏବଂ ପୂର୍ବ ସରକାର ଯେପରି ହାଇସ୍କୁଲକୁ ସେ 5T ରୂପାନ୍ତରୀକରଣ କରିଥିଲେ, ଆଉ ବିଶେଷ କରି ଯେଉଁ ସ୍କୁଲ ବିଲ୍ଡିଂ ଗୁଡ଼ା ଅଛି ଆମେ ଯଦି ଠିକ୍ଠାକ୍ କରିବା ନିଶ୍ଚିତ ଭାବରେ ପ୍ରତ୍ୟେକ ଅଭିଭାବକ ଅଭିଭାବିକା ସରକାରୀ ବିଦ୍ୟାଳୟକୁ ତାଙ୍କ ଛାତ୍ରଛାତ୍ରୀଙ୍କୁ ପଠାଇବେ ବୋଲି ଆମେ ଆଶା କରୁ। ଆଜି ଓଡ଼ିଶାରେ 118ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡ଼ିଓ କନଫରେନ୍ସ ଜରିଆରେ କରୁଛନ୍ତି। ଏ ପରିପ୍ରେକ୍ଷୀରେ ଆମେ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀର କତରବଗାରେ ଆମେ ଅଛୁ। ଆମର ସମ୍ବଲପୁର ଜିଲ୍ଲାରେ 3ଟି ବିଦ୍ୟାଳୟକୁ ଏ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ସେ ଭିତରେ କୁଚିଣ୍ଡାରେ 2ଟି ଏବଂ ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗୋଟିଏ କତରବଗା। ଆମେ ସମସ୍ତେ ବହୁତ ଉତ୍ସାହିତ, ବହୁତ ଖୁସି ଅଛୁ ଯେ ଆମର ବହୁ ପୁରାତନ ସ୍କୁଲ, ଇଏ କତରବଗା ଗୋଟେ ବହୁତ ପୁରାତନ ଅଞ୍ଚଳ, ଇଏ ଗୋଟେ ନିର୍ବାଚନ ମଣ୍ଡଳୀ ନାଁ ଥିଲା। ଏ ଥାନା ମଧ୍ୟ ବହୁତ ପୁରାତନ ଥାନା। ଏ ଅଞ୍ଚଳର ଏଭଳି ଜାଗାକୁ ଚୟନ କରିଥିବାରୁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ, ଆମର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ନନ୍ଦଙ୍କୁ ମୁଁ ଆନ୍ତରିକ କୃତଜ୍ଞତା ଜଣାଉଛି, ଧନ୍ୟବାଦ ଜଣାଉଛି। ଯାହା ବି ହଉ ଆମର କତରବଗା ସ୍କୁଲକୁ ସେ ଭିତରେ ଅନ୍ତର୍ଭୁକ୍ତ କରିଥିବାରୁ ଏବଂ ଆଗାମୀ ଦିନରେ ଗୋଟେ ଶିକ୍ଷାର ବୈକଳ୍ପିକ ପରିବର୍ତ୍ତନ ହେବାକୁ ଯାଉଛି, ଯୋଉଟାକି ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ। ତେଣୁ ନିଶ୍ଚିତ ଭାବେ ଓଡ଼ିଶାରେ ଯେଉଁ ପ୍ରାଥମିକ ଶିକ୍ଷାର ପରିବର୍ତ୍ତନ ହେଉଛି ସେଥିରେ ଆମ ଅଞ୍ଚଳ ବି ସାମିଲ ହେଉଛି। ସେଥିପାଇଁ ଆମେ ବହୁତ ଖୁସି। ଗାଁ ଗାଁରେ ଇଂରାଜୀ ବିଦ୍ୟାଳୟ ଗୁଡ଼ା ଖୋଲାଯାଉଛି, ଛୁଆମାନେ ଇଂରାଜୀ ବିଦ୍ୟାଳୟକୁ ଯିବା ପାଇଁ ମନ ବଳଉଛନ୍ତି, କ'ଣ ପାଇଁ ଆମ ଗଭର୍ଣ୍ଣମେଣ୍ଟ ବିଦ୍ୟାଳୟମାନଙ୍କୁ ଆସୁଛନ୍ତି? ଦେଖନ୍ତୁ, ଦିନ ଥିଲା ଏଇ ପ୍ରାଥମିକ ସ୍କୁଲରୁ ପାଠ ପଢି ବହୁତ ବଡ ବଡ ଅଫିସର ବହୁତ ଦେଶ ବିଦେଶରେ ନାଁ କରିଥିଲେ, କିନ୍ତୁ ଆଜି ଗୋଟେ ଗାଁରେ ପ୍ରାଥମିକ ବିଦ୍ୟାଳୟକୁ ଯିବା ପାଇଁ ଛୋଟ ଛୁଆକୁ ଛାଡିବା ପାଇଁ ତାଙ୍କର ଗାର୍ଡିଆନ ମାନେ ଚାହୁଁନାହାନ୍ତି। କାରଣ ସେଠି ଭଲ ଭିତ୍ତିଭୂମି ନାହିଁ, ଶିକ୍ଷକ ନାହାନ୍ତି, ତେଣୁକରି ଚାହୁଁନାହାନ୍ତି। ତେଣୁକରି ପ୍ରାଇଭେଟ ସ୍କୁଲ ମାନଙ୍କୁ ଛାଡୁଛନ୍ତି। ଆଜି କୌଣସି ଗାଁକୁ ଗଲେ ଯାହାର ଟିକେ ଆର୍ଥିକ କ୍ଷମତା ହେଇଗଲା ସେ ଗୋଟେ ପ୍ରାଇଭେଟ ସ୍କୁଲ ପଠାଉଛନ୍ତି। ତେଣୁ ସେ ପରିବର୍ତ୍ତନ ଏଭଳି କି ପରିସ୍ଥିତି ଆସିଲା, ବିଗତ କିଛି ବର୍ଷ ତଳେ ଅନେକ ସ୍କୁଲକୁ ବନ୍ଦ କରିଦିଆଗଲା। ଯୋଉଠି 20 ଜଣ ଛାତ୍ର କମ ରହିଲେ ତାକୁ ବନ୍ଦ କରିଦିଆଗଲା। କିନ୍ତୁ ଡବଲ ଇଞ୍ଜିନର ସରକାର ଆସିଲା ପରେ, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦାୟିତ୍ୱ ନେଲା ପରେ, ଯୋଉଟା କି ପ୍ରାଥମିକ ବିଦ୍ୟାଳୟର ବିକାଶ ପାଇଁ ଚିନ୍ତା କରିଛନ୍ତି ଏବଂ PMC ଯୋଜନାରେ
ପ୍ରଧାନମନ୍ତ୍ରୀ ଯୋଜନାରେ ଏ ଯୋଉ ଓଡ଼ିଶା ଅନ୍ତର୍ଭୁକ୍ତ ଥିଲା ତାହା ମଧ୍ୟ ଗତ ବର୍ଷ ଅନ୍ତର୍ଭୁକ୍ତ କରାଯାଇଛି, ଓଡ଼ିଶାକୁ ସାମିଲ ହେଲା। ଏବଂ PMC ଯୋଜନାରେ ଆମର ଗୋଦାବରୀ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନାରେ ପ୍ରାଥମିକ ବିଦ୍ୟାଳୟ ମାନଙ୍କର ବିକାଶ କରିବା ପାଇଁ ସରକାର ନିଶ୍ଚିତ ଭାବରେ ହଉଛି, ଯୋଉଟା କି ଆଗାମୀ 2036 ଓଡ଼ିଶାକୁ ବିକାଶ ଏବଂ ଭାରତ ବର୍ଷକୁ 2047 ବିକଶିତ କରିବା ପାଇଁ ଶିକ୍ଷା ଗୋଟେ ନିଶ୍ଚିତ ଭାବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ଏବଂ ଶିକ୍ଷାର ବିକାଶ ନହେଲେ ବିକଶିତ ଓଡ଼ିଶା କି ବିକଶିତ ଭାରତ ସମ୍ଭବ ନୁହେଁ। ସାର୍ ପ୍ରାଥମିକ ବିଦ୍ୟାଳୟର ଯେଉଁ ଶିକ୍ଷକ ମାନେ ଅଛନ୍ତି ତାଙ୍କର ନିଜର ଛୁଆମାନଙ୍କୁ ସେମାନେ ଯେଉଁ ସ୍କୁଲରେ ଶିକ୍ଷକତା କରୁଛନ୍ତି ସେଇ ସ୍କୁଲରେ ପାଠ ପଢ଼ୁନାହାନ୍ତି, ବାହାରେ ପଢ଼ୁଛନ୍ତି। ଏଥିପାଇଁ ସ୍ୱତନ୍ତ୍ର ନିୟମ ପ୍ରଣୟନର ଆବଶ୍ୟକତା ଅନୁଭବ କରୁଛନ୍ତି କି? ଦେଖନ୍ତୁ ନିଶ୍ଚିତ ଭାବରେ ଆଜ୍ଞା, ଯଦି ସ୍କୁଲକୁ ଆଜି ଯେଭଳି ଭାବରେ ଆମେ କରିବାକୁ ଯାଉଛୁ, ଏ ସ୍କୁଲ ହେଲେ ତାହେଲେ ସମସ୍ତେ ଏଠି ପଢିବା ପାଇଁ ଇଚ୍ଛା କରିବେ। ଅଧିକା ପଇସା ଦେଇକରି ଅନ୍ୟ ଜାଗା ପଢିବା ପାଇଁ କେହି ଇଚ୍ଛା କରିବେନି। ସ୍କୁଲର ଯୋଉ ଭିତ୍ତିଭୂମି ଆଜି ଦେଖୁଥିଲେ ଆପଣ ଯୋଉ ଡିଜାଇନ କରାଯାଇଛି, ଯେଭଳି ଭାବରେ ପିଲାମାନଙ୍କ ପାଇଁ ଖେଳିବା ପାଇଁ ଖେଳକୁଦ କରିବା ପାଇଁ, ଆଜି ପ୍ରାଇଭେଟ ସ୍କୁଲ କାହିଁ ଯାଉଛନ୍ତି, ନର୍ସରୀ ଯାଉଛନ୍ତି ପ୍ରାଇଭେଟ ସ୍କୁଲକୁ, ସେଠି ଖେଳକୁଦର ବ୍ୟବସ୍ଥା ରହିଛି, ତାଙ୍କ ଖେଳଣାର ବ୍ୟବସ୍ଥା ରହିଛି। କିନ୍ତୁ ଆଜି କ'ଣ ପ୍ରାଥମିକ ବିଦ୍ୟାଳୟ ଅଛି କି? ତ ସେ ସବୁ ଜିନିଷ କରିବା ପାଇଁ ଏବେ ବାଲବାଟିକା ଆରମ୍ଭ କରାହେଲା। ତ ସେଭଳି ଯୋଜନା କରିକି ଏଠି ଛାତ୍ରଛାତ୍ରୀ ମାନଙ୍କୁ ଆକର୍ଷଣ କଲା ଭଳିଆ ତାଙ୍କୁ ଖେଳ ଖେଳିକରି ପାଠ ପଢିବା ପାଇଁ ଯେ ବ୍ୟବସ୍ଥା ଯେ ପ୍ରାଇଭେଟ ସ୍କୁଲ ହଉଛି, ତ ସେ ସବୁ ଜିନିଷ ଏବେ ସରକାରୀ ସ୍କୁଲରେ କରିବା ପାଇଁ ସରକାର ଚିନ୍ତା କରୁଛନ୍ତି। ଆଉ ନିଶ୍ଚିତ ଭାବରେ ତାହା ଆଗାମୀ ଦିନରେ ଏକ ଆଗ୍ରହ ଆସିବ ଏବଂ ଛାତ୍ରଛାତ୍ରୀ ମାନେ ଖୁସି ହେବେ ଏବଂ ଗାର୍ଡିଆନ ମାଧ୍ୟମ ମଧ୍ୟ ଯୋଉ ବାହାରକୁ ପଢିବେ ଏ ସ୍କୁଲ ପଢିବା ପାଇଁ ଇଚ୍ଛା ପ୍ରକାଶ କରିବେ।